हेलो हाय फ्रेंड्स जय जगन्नाथ। एबे होउछि समय 7टा आउ हमर घरे गोटे प्राणी अछि। गोटे प्राणी से प्राणी को एमिति खाली ता मन इच्छा रे कहबो, ता मन इच्छा रे जदि जो काम हबनी तो सेई दिन माने कोन तमरे भी माने सेई बेला काल पूरा सब खराब हे जियो। आ तमे कथा न हेले भी से साइन साइन करिवो, तम बेला काल खराब करिवो। ସେଥିପାଇଁ ସାଙ୍ଗେ ସାଙ୍ଗେ କଥା ମାନେ ଭଲରେ କଥା ହବା ଦରକାର। ତମ ମନରେ ରାଗ ଥିଲେ ମନରେ ରାଗ ରଖ, ବାହାରକୁ ଜମା ପ୍ରକାଶ କରିବନି। ବାହାରକୁ ଯଦି ତମର କିଛି ଅସୁବିଧା ପ୍ରକାଶ କରିବ ତାହେଲେ ଗଲା, ଆଉ ତମର ସେଇ ଦିନଟା ଯାକ ତ ପୁରା ସେଇ ସବୁ ଆଉ। ଏଇଠି ସେଇ ପ୍ରାଣୀ ହଉଛି ଇଏ, ଏଇ ପ୍ରାଣୀ ଆମର। ଏଇ ପ୍ରାଣୀକୁ ଟିକେ ଦେଖନ୍ତୁ, ଭଲ କରି ଟିକେ ଦେଖନ୍ତୁ। ସେ ଦେଖୁଛି, ଦେଖ କେମିତି। କାହିଁକି ଦେଖୁଛି ମାନେ ମୁଁ ଆପଣଙ୍କୁ କହିବି ଗୋଟେ କଥା, କାହିଁକିନା ଆମ ମିକ୍ସି ଯୋଉ 2 ଦିନ 3 ଦିନ ହେଲାଣି ମୋ ହାତରେ ସେ ମିକ୍ସିର ବ୍ଲେଡ୍ ଯୋଉ ଇଏ ହେଇଛି, ବ୍ଲେଡ୍ ମାନେ ଭାଙ୍ଗିଗଲା। ଆଉ ମିକ୍ସି ଜାର ବ୍ଲେଡ୍ ବି ଭାଙ୍ଗିଗଲା, ଆଉ ମିକ୍ସିର ବ୍ଲେଡ୍ ବି ଭାଙ୍ଗିଗଲା। ଭାଙ୍ଗିଗଲା ପରେ ଆଉ ଆମ ଘରେ କଣ ଏଠି ଯୋଉ ଗାଡି ବାଲା ଆया देखो कचरा निकाल, वो ଯୋଉ ଗାଡି ଆସେନି, ଆଉ ତମର ସେଇପଟେ ଓଡିଶାରେ ଆସେ କି ନାହିଁ ମୁଁ ଜାଣିନି, କିନ୍ତୁ ଆମର ଏଇଠି ଛତିଶଗଡରେ ଆସେ। ଆଉ ସେଇ ଗାଡି ମାନେ ଆମର କୋଣ ଘର, ସେଥିପାଇଁ ଏଇ ଭିତରକୁ ଜମା ପଶେନି। ଆଉ ସେ କେତେବେଳେ ସେ ଆମକୁ ଜଣା ପଡେନି, ଆମକୁ ଶୁଭା ବି ଯାଏନି, କାହିଁକିନା ସେ ରୋଡ ଉପରେ ଆସିକି ରୋଡ ଉପରେ ପଳାଏ। ଆଉ କିଏ କେତେ ଜଗିକି ବସିଥିବ। ସେଥିପାଇଁ ମୁଁ କଣ କଲି, ତାର ଗୋଟେ ଉପାୟ ମୁଁ ବାହାର କଲି। କାହିଁକିନା ବାହାରେ ଆମର ଯୋଉ ବଗିଚା, ଛୋଟ ବଗିଚା ଅଛି, କିଚେନ ଗାର୍ଡେନ, ସେ କିଚେନ ଗାର୍ଡେନରେ ମୁଁ ଯେତିକି ସବୁ ଅଳିଆ ଥାଏ, ମାନେ ଖାଇବା ପିଇବାର ଯୋଉ କି ବଳିକି ଥିବ, ସେଗୁଡା ସବୁ ମିକ୍ସିରେ ସବୁ ଇଏ କରିକିରି ଆପଣ ମାନେ ବି ସେମିତି କରିପାରିବେ। ବାହାରେ ପକେଇବା ଅପେକ୍ଷା ତା ଉପରେ ମାଛି ବସିବ, ତା ଉପରେ ସବୁ ଇଏ ହବ, ଅଳିଆ ଗାଈ ଫାଇ ସବୁ ଖାଇବେ, ସେଗୁଡା ସବୁ ଅଇଁଠା। ତା ଅପେକ୍ଷା ମୁଁ ସବୁ କଣ କରେ କି ତାକୁ ମିକ୍ସିରେ ପୁରା ପେଷ୍ଟ କରିକିରି ସେ ମାନେ ଇଏ ଗଛରେ ଦେଳି, ଗଛ ମୂଳରେ ଦେଇଦେଲେ ଗଛ ବହୁତ ବଢିବ। ଆମ ଘର ଯୋଉ ଗଛ ବଢିଛି, ମୁଁ ସେଥିରେ କିଛି ମାନେ ଖାତୁ କିଛି ଦେଇନି, କିଛି ଦେଇନି। ସେଥିରେ ଖାଲି ସେଇ ଗୋଟେ ଯୋଉ ଇଏ ମୁଁ ଦେଇଛି, ସେଇ ଖାଲି ଯୋଉ ପେଷ୍ଟ କରିକି, ସେ ପେଷ୍ଟ କରିକିରି ହିଁ ଦିଏ। ସେ ପେଷ୍ଟ କରିକି ସବୁଦିନ ପକେଇ ଦଉ। ସେଠି ଆଉ ସେଇ ଯୋଉ ଅଳିଆ ଆବର୍ଜନା ଯୋଉ ଗାଡି ଆସେ, ସେ ଗାଡି ପାଖକୁ ଯିବାକୁ ଦରକାର ନାହିଁ, କି ତାକୁ ଅପେକ୍ଷା କରିବା ଦରକାର। ଆଉ ସେଥିପାଇଁ ମୁଁ ତାକୁ କଣ କଲି, ସକାଳେ 2 ଦିନ ଥିଲା ସେ ଅଳିଆ ଥିଲା, ମୁଁ କହିଲି ତାକୁ ଗଛ ମୂଳରେ ପକେଇବି। ଆଉ ମୋର ଟିକେ ପୂଜା କରିବାକୁ ଇଏ ହେଇଗଲା, ପୂଜା କରିବାକୁ ଟିକେ ସମୟ ହେଇଯାଉଛି, ମୁଁ କହିଲି ପରେ ତାକୁ ଇଏ କରିବି, ତୁ ଗଛ ମୂଳରେ ପକେଇବି। ଆଉ ସେ ଗଛ ମୂଳରେ ନ ପକେଇକି ବାହାରେ ପକେଇଦେଲା। ସେଗୁଡା ସବୁ ବାହାରେ ତ ଅନ୍ୟ ଲୋକମାନେ ଆପଣଙ୍କୁ ଆଗରୁ ଭିଡିଓରେ ଦେଖିଥିଲେ, ସେ ଭିଡିଓରେ କଣ ସମସ୍ତେ ଆଣିକି ଘରର ଯେତେବେଳେ ଅଇଁଠା ଫଇଁଠା ସବୁ ଥିବ ସେଗୁଡା ସବୁ ପକେଇଦେବେ, ସେଗୁଡା ସବୁ ପକେଇଦେବେ। ସେଥିପାଇଁ ମୋ ଝିଅ ବି ପକେଇଦେଲା। ମୁଁ ତାକୁ ଟିକେ ଇଏ ହେଲି, ରାଗିଲି ବୋଲି ସେ ଏମିତି। ଆମର ଏଇ ପ୍ରାଣୀର କାହାଣୀ ହେଲା ଏଇଆ। ଆଉ ପ୍ରାଣୀର କାହାଣୀ ହଉଛି, ସେ ସେଥିପାଇଁ ସେଠି ରାଗିକିରି ଠିଆ ହେଇଛି, ମୁହଁ ପୁରା ଏମିତି ଯୋଉ ଇଏ ନଥାଏ, କଣ ତାକୁ କହନ୍ତି, ଛୁଚୁନ୍ଦ୍ରା। ସେ ଛୁଚୁନ୍ଦ୍ରା ଭଳିଆ ମୁହଁ କରିକି ବସିଛି, କାହିଁକିନା ମୁଁ ତାକୁ ସକାଳେ ରାଗିଲି ବୋଲି। ବାହାରେ ପୁରା ଭଲ ଭଲ ସବୁ ଧୋଇଦେଲି, ସବୁ ଇଏ କରିଦେଲି। ଆଉ ଘରେ ସବୁ କାମ କରି ଯାଇଥିଲି, ମୁଁ ତାକୁ କହିଲି ଝାଡୁ ଟିକେ କରିଦିଏ। ଆଉ ସେ ଝାଡୁ ଟିକେ କରିବା ସମୟରେ ମୁଁ ତାକୁ କହିଲି ଏମିତି, ସେଥିପାଇଁ ତା ରାଗ। ଆମ ଘରେ ଜଣକଠୁ ବଳିକିରି ଜଣେ। इसको एक बोल दीजिए भैया, और शेर 1 करोड़ रुपए, करेक्ट? ये 1 करोड़ रुपए का शेर है, 1 करोड़ रुपए का शेर ସେଲ୍ କରିବୁ ତୁ, ତା ବିକିବୁ? हाँ 1 करोड़। ଚାହା ଯାହା ଆଣିଲୁ, କାଇଁ ଚାହା କାଇଁ ମୋ ପାଇଁ? ଗରମ ଚାହା ପିଇ ନେଲା ଇଏ, ମୁହଁ ଜଳିଗଲା। ମୁଁ କେତେ ମାସ ପରେ ଚାହା ପିଉଛି, ମାସେ 2 ମାସ ଅଛି। ମତେ ଚାହା ପିଇବା ପାଇଁ ମାନେ ଭାରି କଷ୍ଟ ଲାଗୁଛି, ବହୁତ କଷ୍ଟ ଲାଗୁଛି ଚାହା ପିଇବା ପାଇଁ। ଲିଭର ଯୋଉ ଔଷଧ କଫିରେ ଲେମ୍ବୁ ପକେଇକିରି ଆଉ ଟିକେ ମହୁ ପକେଇକିରି ସେଗୁଡା ସକାଳେ ପିଏ। ତାଠୁ ମତେ କଫି ଆଉ ଚାହା ପିଇବାକୁ ଜମା ଇଚ୍ଛା ହଉନି, ଜମା ଇଚ୍ଛା ହଉନି। ସେଥିପାଇଁ
କିନ୍ତୁ ଆଜି ଟିକେ କଣ ହେଲା, ଆଜି ତା ବାପାଙ୍କର ଛୁଟି ଥିଲା। ଆର୍ଜେଡି କଣ ହେଲା, ଆର୍ଜେଡି କୋଉଠୁ ଆସିଲା? ଆଜି ତା ବାପାଙ୍କର ଛୁଟି ଥିଲା, ଆଜି ଘରେ ଥିଲେ, ସେଥିପାଇଁ ଏବେ ପହଞ୍ଚୁଥିଲେ। ଏବେ କେଜାଣି କୋଉଠି ଯାଇଛନ୍ତି। ଆଉ ସେଥିପାଇଁ ମା ପିଲା 3 ଜଣ ଯାକ ଆମେ ବସିକିରି ଚାହା ପିଉଛୁ। ଏଇ ପିଲାକୁ ଦେଖନ୍ତୁ, ଏଇ ପିଲା କୋଉଠି ବସିଛି, ଆମ ହାଚି। ଆଉ ତାକୁ ବି ଟିକେ ଚାହା ଦରକାର। ସେ ଦେଖୁଛି ସେମିତି ଖାଲି ଯଦି ଏପଟ ସେପଟ ହବ, ଆଉ ସେ ଚାହା ଧରିକି ପଳେଇବ। ହଁ, ସେ ଚାହା ଧରିକି ପଳେଇବ। ଦେ ଗଲା 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 ଗଲା। ମୋ ଚାହା ପଡିଯିବ, ଚାହା ପଡିଯିବ। ବାପା ଟିକେ ଗ୍ଲାସ ଆଣିଲୁ ଟିକେ ପିଇବା ପାଇଁ, ପାଣି ପିଇବା ପାଇଁ। ଦେଖ 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 ତମେ ଚା ଜୋର ହେଇଛି। ତୁ ଗ୍ଲାସ ଆଣେ ଟିକେ। ପାଣି ପାଣି ପିଇବା ପାଇଁ, ପାଣି ପିଇବା ପାଇଁ ଟିକେ ଗ୍ଲାସ ଆଣେ। ଗ୍ଲାସ ଦେଲୁ, ସେ କେଇଠି ଗ୍ଲାସ ଦଉଛି। ପାଣି ଟିକେ ପିଇବି, ତାପରେ ତାକୁ ଟିକେ ବାହାର ରଖିବ ତ, ତାକୁ ଟିକେ ବାହାର ରଖ। କଣ କରିବ ବାହାରେ? बाहर जाके मृत्यु करुची के बाद बिग बैग को गीला फिनिश टाटा बाय बाय खत्म। है बिग बैग को खत्म कर दे सुस्त। ତୁ କଥା ହଉଛୁ, ତୁ ଆଗକୁ ଆସୁନୁ, ତୁ ପଛରେ ଯାଇ ପଳେଇଲେ ମୁଁ କେମିତି ବାରମ୍ବାର ପଛକୁ ଆମେ ଇଏ କରିଥିବି କି? ତୁ ଆସେ, ଆଗକୁ ଆସି, ଆଗକୁ ଆସେ। ଆରେ ଆଗକୁ ଆସିଲେ ସିନା ତୁ ପଛରେ ଇଏ କରିବି। ତୁ ପଛରେ ଯାଇକି ବସିଲେ ମୁଁ କଣ କରିବି? ସେ କିଛି କରିବନି। ତୁ ଆସେ, ଆଗକୁ ଆସେ, ସେ କିଛି କରିବନି। ଯା, बहुत कुछ करूंगी, बहुत कुछ करूंगी, बहुत कुछ करूंगी। हाँ हाँ हाँ, इसको अच्छे अच्छे होगी। चाय पी लेंगे। ତୁ ଟିକେ ଲାଇଟ୍ ଲଗେଇଲୁ ବାପା, କୁଲର ବନ୍ଦ କରି ଲାଇଟ୍ ଲଗା। ଟିକେ 2 ମିନିଟ୍ ଭାଇ, 2 ମିନିଟ୍ टिक्की नहीं, टिक्की चाय नहीं लेता। ଟିକେ ଟିକେ ତ ଚା ପକେଇ ଦବ, ଚା ଢାଳିଯିବ, ଢାଳିଯିବ, ତ ଢାଳିଯିବ ଯେ। କୁଲର ବନ୍ଦ କରେ, କୁଲର ବନ୍ଦ କରେ, 2 ମିନିଟ୍ ଖାଲି କୁଲର ବନ୍ଦ କରେ। ହଁ, ଏବେ ଠିକ ହେଲା। ଆଉ ଫ୍ରେଣ୍ଡସ୍, ମୁଁ ଆପଣମାନଙ୍କୁ ଗୋଟେ ଇଏ କହିବି, କାଲି ଏତେ ବଡ ଆମ ଘରେ ଫ୍ରଡ୍ ହେଲା। ୟାର ବାପା କାଲି ମଗେଇଥିଲେ, କାଲି ନା 2-3 ଦିନ ତଳେ କୋଉ ଆପ ରେ ମଗେଇଥିଲେ, କଣ ସେଇ ଆପ ର ନାଁ କଣ ବାପା? ଯୋଉ ଆପ ରେ ମଗେଇଥିଲେ କାଲି, ଯୋଉ ଲୁଗା, ଘର ପୋଛିବା। हाँ वो नहीं पता, फ्लिपकार्ट से मंगाया ना ई कार्ड। हाँ, ई कार्ड डिलीवरी पार्टनर होता है। फ्लिपकार्ट से मंगाया होता तो फ्लिपकार्ट वाला ଯଦି ହେଇଥାନ୍ତା ଏତେ ବଡ କେସ୍ ହେଇଯାଇଥାନ୍ତା, ବୁଝିଲୁ। फ्लिपकार्ट वाला କେବେ ଏମିତି କରିବନି। सब करता है, अमेज़न भी करता था पहले, कम हो गया है कंज्यूमर फोरम में। नहीं किया फ्लिपकार्ट में से कौन है ना, कौन भाई को सुनना, किया होता तो सीधा आपको दिखाते कि ये देखो मैं किया हूं करके, और या फिर उसको रिटर्न करके शरीफ है ऐप पे ऑर्डर करके सामान नहीं। अरे सुनिल, तुम 2 जण ଶୁଣୁନା। तो बापा ଯେତେ ଥର ମଗେଇଛନ୍ତି ସେତେ ଥର ଫ୍ରଡ୍ ହେଇଛି। ये क्या भेजा है? थैंक्स। क्या मंगाए क्या थे? ये वीडियो भेजा है अभी, ये सोहन कुमार को, इसी को तुरंत फोन करके बताना पड़ेगा। रिटर्न होता है ना इसमें? हाँ होगा ना, कौन से वाले में? क्या पता किसमें से मंगाए। एबेठु माने कम से कम 10-12 थर हेले भी आम मानक पचारिबेनी, किछि करिबेनी ना। तोते पचारिकिरी करथिले? वो सेम वेबसाइट से 1000 मंगाते हैं। हाय राम,
ତତେ ପଚାରନ୍ତି କି ନାଇଁ? है ତତେ ପଚାରିକି ମଗାନ୍ତି? नहीं नहीं मामा ହଁ तुम जय जल्दी ଦେଖ ଦେଖ ଟାଇମରେ କଣ ହବ, ଟାଇମରେ କଣ ହବ ଦେଖେ। ନ ପଚାରିକିରି ପିଲାମାନେ ଅଛନ୍ତି ଘରେ, ଆଜିକାଲିକା ଇଏ ଭିତରେ କଣ ପିଲାମାନଙ୍କୁ ବେଶୀ ଜଣା, କିନ୍ତୁ ପିଲାମାନଙ୍କୁ ନ ପଚାରିକିରି ନିଜେ ମଗେଇକିରି ଆଉ କେତେ ଥର ଫ୍ରଡ ହେଲା ତାର କିଛି ଲେଖା ନାହିଁ ଜମା। ଆଉ ଫ୍ରେଣ୍ଡସ୍ ମୁଁ ଦେଖେଇବି ଫ୍ରଡ ରେ କଣ କଣ ସବୁ ହେଲା। जो ମୁଁ ଇଏ କରିକି ରେକର୍ଡିଂ କରିକି ରଖିଛି, ମୁଁ ଭଏସ ରେ ଆପଣ ମାନଙ୍କୁ କହିବି। ସେ ଘର ପୋଛିବା ଇଏ जो ଲୁଗା, बड़ा फ्रॉड ହଁ ଘର ପୋଛିବା ଲୁଗା ଯୋଉ ନଥାଏ, ଆଉ ସେ ବସ୍ତି ଭିତରେ ଯୋଉ ଛୋଟ ଇଏ ଭିତରେ ଥାଆନ୍ତି, ତାଙ୍କ ଲୁଗା ଗୁଡାକ ସେଇଥିରେ ପୁରେଇକିରି ମାନେ ପଠେଇ ଦେଇଛନ୍ତି। ଆପଣ ମାନେ ଭିଡିଓରେ ଦେଖିବେ କଣ ମୋ ଝିଅ ସେମିତି କହିଲା, କେତେ ଥର କହିଲା କି ବାପା ମତେ ପଚାର ତମେ କିଛି ବି ମାନେ ଅନଲାଇନ ରୁ ମଗେଇବା ପୂର୍ବରୁ, କିନ୍ତୁ ଜମା ପଚାରିବେ ନା, ପୁଅକୁ ପଚାରିବେ ନା ଝିଅକୁ ପଚାରିବେ, ନିଜେ ସବୁ ମଗେଇ ଦେଇକିରି 1500 ଟଙ୍କା, ଏମିତି ନୁହଁ କି 200 ଟଙ୍କା 300 ଟଙ୍କା, 1500 ଟଙ୍କା 2000 ଟଙ୍କାର ଏମିତି କମ ସେ କମ 10-12 ଥର ହେଲାଣି। ହେଲେ ବି ସେଇ ଏମିତିକା ଅନଲାଇନ ନିଜକୁ ନିଜେ କରିବେ, ଆଉ ସେ ଫ୍ରଡ ଭିତରେ ଇଏ ହେବେ। ଏବେ ମାସେ ତଳେ ମଗେଇଥିଲେ ବାପ ପୁଅ 2 ଜଣ ଯାକ ମିଶିକିରି जो मोबाइल 1500 ଟଙ୍କାର। हाँ ସେତେବେଳେ ତୁ ଜାଣିଥିଲୁ ନା 1500 नहीं ଟଙ୍କା, पर तो 1500 ଟଙ୍କାର ବି ତୁ ଜାଣିନଥିଲୁ? हाँ नो नो ମିଛ କହନା, नहीं कहो ମିଛ କହନା। नहीं कहो ना ତ ନିଜକୁ ନିଜେ ଏମିତି କେମିତି ମଗେଇ ଦଉଛନ୍ତି 1500 ଟଙ୍କା 2000 नहीं ଟଙ୍କା? समझ में आओ ना तो कैसे कहो ना ଇଏ କଣ ଓଡିଆ? ୟାକୁ ଓଡିଆ କହିବେ କି ଆଉ କି ଭାଷା କହିବେ? କହ नहीं पतो କଣ ହେଲା? ମୁଁ नहीं पतो ଇଏ କଣ? ଏଇଠି ଭିଉଅର୍ସ ଦେଖନ୍ତୁ ଆମ ପିଲାମାନଙ୍କୁ ଓଡିଆ କେତେ ବଢିଆ କହୁଛି ମୋ ପୁଅ। ଆଉ ଇଏ ଚାହା ଗିଲାସରେ ଖେଳୁଛି ବସିକିରି, ଚାହା ଗିଲାସରେ ଏ ଟୋକି ଚାହା ପିଇବ। ଯିଏ ମଣିଷ ଯଦି ବିଷ ପିଇବ, ସିଏ ବି ତାକୁ ବି ବିଷ ଦରକାର। विष खाई ବିଷ ଖାଇ मर जाए नो 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 ऐसा नहीं बोलिए ଆପଣ ମାନେ ଜାଣିଥିବେ ନା, ଆମ ଘରେ ଆମେ ବାଲେଶ୍ୱରରେ ରହୁଥିଲୁ। ଆମେ ଯେତେବେଳେ ବାଲେଶ୍ୱର ରହୁଥିଲୁ ଛୋଟବେଳେ, ଆମେ ବାଲେଶ୍ୱର ପଟିଆ ସେମିତି କଥା ଏଇଗୁଡା କି ବିଷ ଖାଇ ମରିଯା, ଆଉ କଣ ଡ୍ୟାସ୍ ଖାଇ ମରିଯା, ସେଗୁଡା କହିବା କଥା ନୁହଁ। ଏଇଗୁଡା कमेंट्स में बताओ। ହଁ, ମା କାଳୀକୁ ହାତ ବଢା, ଏଇଗୁଡା ସବୁ ଆମେ ଛୋଟବେଳେ କହୁଥିଲୁ ବାଲେଶ୍ୱରିଆ ଆମର ଭାଷା। ଆମର ସବୁ ବାଲେଶ୍ୱରିଆ ଭାଷା। ଆଉ ସେଠି ମାନେ କଣ ଛୋଟ, ତାପରେ ଯେମିତି ବଡ ହେଲୁ ଟିକେ ଫୁଲବାଣୀ ପଳେଇ ଆସିଲୁ, ଆଉ ସେତେବେଳେ ଟିକେ ଆଉ ଏତେ ଇଏ ନାହିଁ, ସେମିତି ହେଲେ ବି ଆମ ବାଲେଶ୍ୱରିଆ ଭାଷା, ଆମର ଛୋଟବେଳର ଭାଷା ହିଁ ଆମେ କହିବାକୁ ମାନେ ଆସେ। ଏ ଫୁଲବାଣୀ ଭାଷା ଟିକେ ଅଲଗା। इसको ट्रेन में लेके जा सकते, इसको फुलवानी लेके चले जाए। ନା ଟ୍ରେନ କଣ ପାଇଁ, କାରରେ ନେଇ ପଳେଇବା ତାକୁ। ଭିଉଅର୍ସ ମୁଁ ଆପଣ ମାନଙ୍କୁ କହିବି କଣ ବହୁତ ବଡ ଫ୍ରଡ ହେଇଥିଲା କାଲି। बाद में फोन वाले को बैठकर समझा रहे हैं, फोन दुनिया वाले को निकालेंगे तो बीच में डिलीवरी वाला गायब करेगा, है कि नहीं?